हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय नमः। जगन्नाथाय नमः। बोलिए महापुरुष अच्युतानंद जी की जय। सुधी ज्ञानी ज्ञानी गुणी मंडली आज मालिका वचन को आपण मानक स्वागत जनाऊँ। आज मालिका वचन रे आमे आलोचना करिया जाऊँचे महापुरुष अच्युतानंद मालिकार नाम है 64 पटल। आउ ये 64 पटल रे को विषय में आलोचना करुचे ना अनंत शयन क्षेत्र ये ओडिशा भितर कोटा पाद जाजपुर कटी तो कटक शिर तो श्रीक्षेत्र होई अनंतर पाद जाजपुर को कहुई अनंत शयन पर शोचती तेणु से अनंत शयन जो प्रभु करिसेंती तांकर पाद जाजपुर ए क्षेत्र महिमा महात्म्य ए क्षेत्र में क्यों क्यों देवा देवी माने रही आसीन होती कहीं आपको अनंतर पाद बोली कहुई से विषय में आलोचना करुचे। कहले बाबूरे बारुणी स्नान पढ़े आप जातु जाजपुर देखिए हुए तो अल्प बहुते भक्त मैंने जानी कथा साधु सन्त मैंने जानी बोली प्रतिवर्ष से क्षेत्र जाई पहुँचती जितेबले केबे पड़े बारुणी स्नान ना कली जुग चैत्र मास कृष्ण पक्ष त्रयोदशी तिथि दिवसे बारुणा जोग प्रवेश आसी बहु मानव मिलिबे आसी स्थान रे बाबू आसी स्थान रे पाप धौत करी देवे बारुणी स्नान रे बाबू बारुणी स्नान रे। अनेक कथा रही बहु मानव मिलिबे आसी स्थान रे बहु लोक किए कुआड़ू आसब तार ठिकाना नथिबो सुधी जानी तेणु यही बारुणी स्नान रे निजर पाप धौत करने कली जुगरे भगवान कृष्ण कहते अर्जुन को द्वापर जुगरे कथा ये अर्जुन मन रख कली जुगरे जितेबले कृष्ण पक्ष चैत्र मास हो कृष्ण पक्ष हो त्रयोदशी तिथि हो यही समय रे बहु लोक माने ये बारुणी स्नान रे आसी पाप धौत कर देकी जीवे आज भी हो द्वापर जुगरे कही कली जुगरे घटी बुझिले आउ सेठारु जाई पुनस पापे बे लिपित बाबू पापे बे लिपित जुग महिमा के ही पारे कुंती सोत कही पारे कुंती सोता कहले बाबूरे जुग महिमा के यही कही पारे कुंती सोत ये जुगर महिमा कली जुगरे ए क्षेत्रर महिमा होया पाद जेहेतु ये जाजपुर अनंतर तेणु महापुरुष कहले ए क्षेत्र आउरी महात्म्य महिमा रही कौन ना बहु तीर्थ बहु शिव बहु देवी तही बाबू बहु देवी तही
ହୋଇଛନ୍ତି ବୀର ଶୁଣିଥା ତୋହି ବାବୁ ଶୁଣିଥା ତୋହି ବୋଲେ ଏଠାରେ ବହୁ ତୀର୍ଥ ରହିଛନ୍ତି ଏଠାରେ ବହୁ ଶିବ ଅଛନ୍ତି ଯାଆନ୍ତୁ ଯୁଆଡ଼େ ଆପଣ ଯାଜପୁର ଯିବେ ଯୁଆଡ଼େ ଆପଣ ଖୋଳିବେ ଦେଖିବେ ଶିବଲିଙ୍ଗ ପାଇବେ ବୈତରଣୀ ନଦୀରୁ ଅନେକ ଶିବଲିଙ୍ଗ ବାହାରିଛନ୍ତି ଅନେକ ଗାଁ ଆପଣ ଯାଆନ୍ତୁ ଦେଖିବେ ଖୋଳିଲା ମାନେ ଶିବଲିଙ୍ଗ ବାହାରିବେ ଉନ୍ନ କୋଟି ପରା ଉନ୍ନ କୋଟି କୋଟିଏରୁ ଗୋଟିଏ କମ୍ ଥିବ ଯାଜପୁରରେ ଆଜି ଅନେକ ଉଦ୍ଧାର ହେଇଛନ୍ତି ଶିବଲିଙ୍ଗ ଆଉ ଅନେକ ମଧ୍ୟ ଗୁପ୍ତ ଭାବରେ ପୋତି ହେଇ ଅଛନ୍ତି ଉନ୍ନ କୋଟି ପରା ଏଠି ଅଛନ୍ତି ଶିବଲିଙ୍ଗ ତେଣୁ ମହାପୁରୁଷ କହିଲେ ବାବୁରେ ବହୁ ତୀର୍ଥ ବହୁ ଶିବ ବହୁ ଦେବୀ ତହିଁ ଆଉ ବିଜେ ହୋଇଛନ୍ତି ବୀର ଶୁଣିଥାଅ ତହିଁ ଯେହେତୁ ଏ କ୍ଷେତ୍ର ମହିମା ଅପାର ତ ସେଇଥିପାଇଁ ଏକ ପୁଣ୍ୟ କ୍ଷେତ୍ର ଯେତେବେଳେ ଆପଣମାନେ ଜାଣିଥିବେ ଇନ୍ଦ୍ର ଦେବରାଜ ଇନ୍ଦ୍ର ଗୌତମ ଋଷିଙ୍କର ପତ୍ନୀ ଅହଲ୍ୟାର ଯେତେବେଳେ ସତୀତ୍ୱ ହରଣ କଲେ ଗୌତମ ଋଷିଙ୍କ ବେଶରେ ଆସି ଅହଲ୍ୟାଙ୍କ ସତୀତ୍ୱ ହରଣ କଲେ ସେହି ସମୟରେ କ'ଣ ହେଇଥିଲା ଅଚ୍ୟୁତାନନ୍ଦ ମହାପୁରୁଷ 64 ପଟଳ ଲେଖୁଛନ୍ତି ଯେତେବେଳେ ଗୌତମଙ୍କ ଶାପରେ ଅଭିଶାପ ଦ୍ୱାରା ଇନ୍ଦ୍ର ସହସ୍ର ଯୋନି ଧାରଣ କଲେ ମାନେ କେତେବେଳେ ଧାରଣ କରିଥିଲେ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଜୀ କି ସୁଧୀୟନେ ଜ୍ଞାନୀ ଗୁଣୀ ମଣ୍ଡଳୀ ଆଜିର ମାଳିକା ବଚନରେ ଆମେ ଆଲୋଚନା କରୁଛେ ବିଷୟ କ'ଣ ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ମାଳିକାର ନାମ ହେଲା 64 ପଟଳ ଆଉ ଏ 64 ପଟଳର ବିଷୟ କ'ଣ ନା ଯାଜପୁରକୁ ଅନନ୍ତଙ୍କର ପାଦ ବୋଲି କହନ୍ତି ଅନନ୍ତ ଶୟନ କ୍ଷେତ୍ର ଯାଜପୁର କଟକ ଏବଂ ଶ୍ରୀକ୍ଷେତ୍ର ତେଣୁ ସେ ପାଦ ଅନନ୍ତଙ୍କର ଯେଉଁ ପାଦ କ୍ଷେତ୍ର ଯାଜପୁର ସେ ବିଷୟ ଆମେ ଆଲୋଚନା କରୁଛେ ତାର ମାହାତ୍ମ୍ୟ ମହିମା ବିଷୟରେ କହିଲେ ବାବୁରେ ଦେବରାଜ ଇନ୍ଦ୍ର ଗୌତମ ଋଷିଙ୍କର ରୂପ ଧାରଣ କରି ଯେତେବେଳେ ଅହଲ୍ୟାଙ୍କର ସତୀତ୍ୱ ହରଣ କଲେ ସେତେବେଳେ ଗୌତମ ଋଷି ସ୍ନାନ କରିବାକୁ ଯାଇଥିଲେ ସ୍ନାନରୁ ଫେରି ଆସି ଦେଖନ୍ତି ତ ଇନ୍ଦ୍ର ବାହାରୁଛନ୍ତି ତାଙ୍କ ଆଶ୍ରମରୁ ଜାଣିଗଲେ ଧ୍ୟାନ ମାର୍ଗରେ ଧ୍ୟାନ ବଳରେ ଜାଣିଗଲେ ଗୌତମ ଋଷି ଅହଲ୍ୟାକୁ ଅଭିଶାପ ଦେଲେ କହିଲେ ମୋ ରୂପ ସିଏ ଧାରଣ କଲେ ସୁଦ୍ଧା ତୁ ଜଣେ ପତିବ୍ରତା ନାରୀ ସତୀ ନାରୀ ତୁ ଜାଣିପାରିଲୁ ନାହିଁ ତୋର ସ୍ୱାମୀ କି ଆଉ ଛଦ୍ମବେଶୀ କିଏ ଆ ଭିତରେ ଫରକ ତୁ ଜାଣିପାରିଲୁ ନାହିଁ ଅଭିଶାପ ଦେଲେ ତୁ ପାଷାଣୀ ହେଇଯା ଅହଲ୍ୟା ଗୌତମ ଋଷିଙ୍କର ସ୍ୱାମୀଙ୍କର ଅଭିଶାପ ପାଇ ପାଷାଣୀ ହେଇଗଲେ ଏ ସମୟରେ ଦେବରାଜ ଇନ୍ଦ୍ରଙ୍କୁ ମଧ୍ୟ ଗୌତମ ଋଷି ଅଭିଶାପ ଦେଇଥିଲେ ଆପଣ ଅଳ୍ପ ବହୁତ ଜାଣିଥିବେ ଏ କଥା ଆପଣ ଦେବତାମାନଙ୍କର କ'ଣ ହେଉଛନ୍ତି ନା ଦେବରାଜ ଦେବତାମାନଙ୍କ ଉପରେ ରାଜା ଇନ୍ଦ୍ରପଦ ଆପଣ ପ୍ରାପ୍ତ କରିଛନ୍ତି ଇନ୍ଦ୍ର ତେଣୁ ଆପଣ ଦେବରାଜ ଇନ୍ଦ୍ର ହେଇ ଗୋଟେ ହୀନ କାର୍ଯ୍ୟ ଆପଣ କଲେ ପରନାରୀ ହରଣ କଲେ ଜ୍ଞାନୀ ଗୁଣୀ ବିବେକୀ ଆପଣ ତେଣୁ ମୁଁ ଆପଣଙ୍କୁ ଅଭିଶାପ ଦେଉଛି ଆପଣ ସହସ୍ର ଯୋନି ଧାରଣ କରନ୍ତୁ ଗୌତମ ଋଷିଙ୍କର ଅଭିଶାପ ପାଇ ଇନ୍ଦ୍ର ସହସ୍ର ଯୋନି ଧାରଣ କଲେ ଏବଂ ଏ ସହସ୍ର ଯୋନି ଧାରଣ କରି ଇନ୍ଦ୍ର ବ୍ରହ୍ମାଙ୍କୁ ପଚାରିଥିଲେ ବିଷ୍ଣୁଙ୍କୁ ପଚାରିଥିଲେ ଦେବଦେବ ମହାଦେବଙ୍କୁ ପ୍ରଭୁ କୁହନ୍ତୁ ୟାର ନିରାକରଣ କ'ଣ ମୁଁ କେମିତି ଅଭିଶାପରୁ ମୁକ୍ତ ହେବି ବେଦପତି ବ୍ରହ୍ମା କହିଲେ ହେ ଦେବରାଜ ଗୋଟିଏ କ୍ଷେତ୍ର ରହିଛି ଯେଉଁ କ୍ଷେତ୍ରରେ ସୃଷ୍ଟି ଆରମ୍ଭରେ ମୁଁ ଅଶ୍ୱମେଧ ଯଜ୍ଞ କରିଥିଲି ସେ କ୍ଷେତ୍ର ହେଉଛି କ'ଣ ନା ସେ ହେଉଛି ବିରଜା ମଣ୍ଡଳ ବିରଜା କ୍ଷେତ୍ର ଏ କ୍ଷେତ୍ରରେ ତୁମେ ଯଦି ତପସ୍ୟା କରିବ ଏ କ୍ଷେତ୍ରରେ ତୁମେ ଯଦି ସାଧନା କରିବ ତାହେଲେ ତୁମେ ଏଇ ଅଭିଶାପରୁ ମୁକ୍ତି ପାଇବ ତେଣୁ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ଅଚ୍ୟୁତାନନ୍ଦ ମହାପୁରୁଷ 64 ପଟଳରେ ସେଇ କଥା ଲେଖିଲେ କହିଲେ ଗୌତମଙ୍କର ଶାପରେ ସହସ୍ର ସଂଖ୍ୟକ ବାହୁ ସହସ୍ର ଯୋନି ଧାରଣ କରିଣ ସୁଧର୍ମା ନାୟକ ବାବୁ
ସୁଧର କହିଲେ ଗୌତମଙ୍କର ସାପରେ ସହସ୍ର ସଂଖ୍ୟକ ଗୌତମ ଋଷିଙ୍କ ଅଭିଶାପରେ ସହସ୍ର ଯୋନି ଧାରଣ କରିଥିଲେ କିଏ ସୁଧର୍ମା ନାୟକ ସୁଧର୍ମା ସଭାର ଯେ ନାୟକ ସେ ଦେବରାଜ ଇନ୍ଦ୍ର ତେଣୁ ମହାପୁରୁଷ କହିଲେ ସେହି ସ୍ଥାନରେ ତପସ୍ୟା କରି ବହୁ ବର୍ଷ ବାବୁ କରିବ ସାପରୁ ମୁକ୍ତ ହୋଇଥିଲେ ବାବୁ ସେହି ବୋଲେ ସେହି ସ୍ଥାନରେ ତପସ୍ୟା କରି ବହୁ ବର୍ଷ ବ୍ରହ୍ମା କହିଲେ ହେ ଦେବରାଜ ଏହି ସ୍ଥାନରେ ତୁମେ ତପସ୍ୟା କଲେ ତୁମେ ସେ ସାପରୁ ମୁକ୍ତି ପାଇବ ତେଣୁ ବୈତରଣୀ ନଦୀରେ ସ୍ନାନ କରି ଦେବରାଜ ଇନ୍ଦ୍ର ଏକ ସ୍ଥାନରେ ଏ କ୍ଷେତ୍ରରେ ତପସ୍ୟା ବହୁ ବର୍ଷ କରିବା ଯୋଗୁଁ ସେ ଗୌତମ ଋଷିଙ୍କର ଅଭିଶାପରୁ ମୁକ୍ତି ପାଇ ସହସ୍ର ଯୋନି ତାଙ୍କର ଉଭେଇଗଲା କହିଲେ ଯେ ବୈତରଣୀ ନଦୀ ହୋଇ ଯାଉଛି ଯେ ବହିବାକୁ ଯାଉଛି ଯେ ବହି ଅତି ଭୀଷଣ ପବିତ୍ର ଅଟେ ସେହି ନଈବାକୁ ଅଟେ ସେ ନଈ ଯେଉଁ ପବିତ୍ର ନଦୀରେ ସ୍ନାନ କରି ଦେବରାଜ ଇନ୍ଦ୍ର ଏ କ୍ଷେତ୍ରରେ ତପସ୍ୟା କରିଥିବାରୁ ଗୌତମ ମହାମୁନିଙ୍କର ଅଭିଶାପରୁ ଉଦ୍ଧାର ପାଇଥିଲେ ମୁକ୍ତି ପାଇଥିଲେ ଆଉ ସେଇ ପବିତ୍ର ନଦୀ ହେଉଛି ବୈତରଣୀ ନଦୀ ସେଇ ବୈତରଣୀ ନଦୀ ପଡ଼େ ବାଟରେ କେତେବେଳେ ନା ଯେତେବେଳେ ଯମଲୋକକୁ ଯାଆନ୍ତି ଜନ୍ତୁମାନେ ଏ ଜୀବ ଯେତେବେଳେ ଯମଲୋକକୁ ଯାଆନ୍ତି ବାଟରେ ପଡ଼େ ଏଇ ବୈତରଣୀ ଅଚ୍ୟୁତାନନ୍ଦ ଲେଖିଲେ 64 ପଟଳରେ କହିଲେ ଯମପୁରକୁ ଯେଉଁ ମହେ ଯାନ୍ତି ପ୍ରାଣୀ ଯମପୁରକୁ ଯେଉଁ ମହେ ଯାନ୍ତି ପ୍ରାଣୀ ପଥ ମଧ୍ୟରେ ପଡ଼ଇ ଏହି ବୈତରଣୀ ପଥ ମଧ୍ୟରେ ପଡ଼ଇ ଏହି ବୈତରଣୀ ପଥ ମଧ୍ୟରେ ପଡ଼ଇ ଏହି ବୈତରଣୀ ବୋଲେ ବାବୁରେ ଯମପୁରକୁ ପ୍ରାଣୀମାନେ ଯେତେବେଳେ ଯାଆନ୍ତି ଅନେକ ପାପ ତାପ ଅନେକ ଅଧର୍ମ ଅନୀତି ଯୋଗୁଁ ଜ୍ଞାନୀ ଗଣିମଣ୍ଡଳୀ ଯେତେବେଳେ ଯମଲୋକକୁ ଯିବେ ଗୋଟେ ହେଉଛି ସ୍ୱର୍ଗଲୋକ ଆଉ ଗୋଟେ ହେଉଛି ଯମଲୋକ ପୁଣ୍ୟ ଫଳରେ ପୁଣ୍ୟାତ୍ମା ମାନେ ଯାଆନ୍ତି କେଉଁଠିକି ସ୍ୱର୍ଗଲୋକକୁ ଇଏ ପୁରାଣରେ ବର୍ଣ୍ଣନା ହେଇଅଛି କେତେ ସତ କେତେ ମିଛ ଏ ଘଟଣାର ସତ୍ୟାସତ୍ୟ କେତେ ଏ କଥାର ସତ୍ୟାସତ୍ୟ କେତେ ହୁଏତ ତାର ସିଦ୍ଧାନ୍ତକୁ ଆମେ ଯିବା ନାହିଁ କିନ୍ତୁ ଯଦି ପୁରାଣ ଶାସ୍ତ୍ର ୟା ଉପରେ ଆମର ବିଶ୍ୱାସ ଥିବ ପୁରାଣ ଶାସ୍ତ୍ରୀୟ ମତ ହେଲା କ'ଣ ନା ପୁଣ୍ୟ ଫଳରେ ପୁଣ୍ୟାତ୍ମା ମାନେ କୁଆଡ଼େ ସ୍ୱର୍ଗଲୋକ ପ୍ରାପ୍ତ କରନ୍ତି ଏବଂ ପାପ ଫଳରେ ପାପୀମାନେ ଯମଲୋକ ପ୍ରାପ୍ତ କରନ୍ତି ନର୍କକୁ ଯାଆନ୍ତି ଏ କଥା ପୁରାଣରେ ବର୍ଣ୍ଣନା ହେଇଅଛି ବ୍ରହ୍ମବୈବର୍ତ୍ତ ପୁରାଣ ଆପଣ ଦେଖିବେ ଯଦି ବ୍ରହ୍ମବୈବର୍ତ୍ତ ପୁରାଣ ପଢ଼ିଥିବେ ମହାମୁନି ବ୍ୟାସଙ୍କର ସେ ବ୍ରହ୍ମବୈବର୍ତ୍ତ ପୁରାଣରେ କେଉଁ ପାପ କଲେ କେଉଁ ନର୍କଗାମୀ ଏ ଜୀବାତ୍ମା ହୁଏ ଏଥିରେ ଉଲ୍ଲେଖ ରହିଛି ଲେଖା ଅଛି ତେଣୁ ଯେତେବେଳେ ଯମଲୋକକୁ ପ୍ରାଣୀମାନେ ଯାଆନ୍ତି ବାଟରେ ଏଇ ବୈତରଣୀ ନଦୀ ପଡ଼େ ତେଣୁ ସେଇ ବୈତରଣୀ ନଦୀ ପାରି ହେଇକି ଯାଆନ୍ତି ବୁଝିଲେ ବୋଲେ ମହାପୁରୁଷ ଅଚ୍ୟୁତାନନ୍ଦ ଜୀ କି ସୁଧୀୟନି ଜ୍ଞାନୀ ଗୁଣୀ ମଣ୍ଡଳୀ ଆଜିର ମାଳିକା ବଚନରେ ଆମେ ଆଲୋଚନା କରୁଛେ ବିଷୟ କ'ଣ ନା ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ମାଳିକାର ନାମ ହେଲା 64 ପଟଳ ଆଉ ଏ 64 ପଟଳର ମହାପୁରୁଷ କହିଲେ ଏଥିରେ ବିଷୟବସ୍ତୁ କ'ଣ 64 ପଟଳର ବିଷୟ ନା ଅନନ୍ତ ଶୟନ କ୍ଷେତ୍ର ଓଡ଼ିଶା ଭିତରେ ଯାଜପୁର ପାଦ କଟି କଟକ ଶିର ଶ୍ରୀକ୍ଷେତ୍ର ଆମେ ପାଦର ବର୍ଣ୍ଣନା କରୁଛେ ଅନନ୍ତଙ୍କର ଯେଉଁ ପାଦ ସ୍ଥାନ ହେଉଛି ଯାଜପୁର ତେଣୁ ସେ ଯାଜପୁର ମହିମା ମାହାତ୍ମ୍ୟ କ'ଣ କ'ଣ ସବୁ କ୍ଷେତ୍ର ରହିଛି ଏଥିରେ କେଉଁ କେଉଁ ପୁଣ୍ୟ କ୍ଷେତ୍ର ରହିଛି ସେ ବିଷୟ ଆମେ ଆଲୋଚନା କରୁଥିଲେ ମହାପୁରୁଷ କହିଲେ କହିଲେ ବାବୁରେ ତାର ତୀରେ ଦେଶ ତପତ ବାଲୁକାରେ ପୂର୍ଣ୍ଣ
ପାଦ ପଡ଼ିଲେ ସ୍ଫୋଟକ ହୁଅଇବ ହନ ହୁଅଇବ ହନ ବାବୁ ହୁଅଇବ ହନ ହୁଅଇବ ହନ ବାବୁ ହୁଅଇବ ହନ କଲେ ଯେତେବେଳେ ସେଇ ବୈତରଣୀ ନଦୀ ପାର ହୁଏ ଏ ଜୀବାତ୍ମା ଯମଲୋକକୁ ଯିବା ବେଳେ ବାଟରେ ପଡ଼ିବ କ'ଣ ବାଲୁକାରେ ପୂର୍ଣ୍ଣ ହେଇକି ଥାଏ ତାର ତୀର ଦେଶେ ତପ୍ତ ବାଲୁକାରେ ପୂର୍ଣ୍ଣ ଏବଂ ପାଦ ପଡ଼ିଲେ ସ୍ଫୋଟକ ହୁଅଇ ବହନ ପାଦ ପଡ଼ିଲେ ସେ ବାଲୁକାରେ ସ୍ଫୋଟକ ସୃଷ୍ଟି ହେଇଯାଏ କହିଲେ ମୃତ ଆତ୍ମା ଯେତେବେଳେ ପାର ହୋଇ ଯାଏ ସେହି ସମୟରେ ତାକୁ ବଡ଼ ବାଧା ହୁଏ ସେହି ସମୟରେ ତାହାକୁ ବଡ଼ ବାଧା ହୁଏ ସେହି ସମୟରେ ତାହାକୁ ବଡ଼ ବାଧା ହୁଏ। ଜ୍ଞାନୀ ଗୁଣୀ ମଣ୍ଡଳୀ 64 ପଟଳରେ ଅଚ୍ୟୁତାନନ୍ଦ ଲେଖିଲେ ଆପଣ ପୁରାଣରୁ ଏ କଥା ଶୁଣିଥିବେ କ'ଣ ଲେଖିଲେ ନା ଜୀବାତ୍ମା ବହୁତ ବାଧା ପାଏ କଷ୍ଟ ପାଏ ସେ ବାଧା ଯନ୍ତ୍ରଣା କଷ୍ଟରୁ ଉଦ୍ଧାର ପାଇବା ପାଇଁ ଯେତେବେଳେ ଯମଲୋକକୁ ଯାଉଥିବ ଏ ବୈତରଣୀ ପାରି ହେଉଥିବ ବାଲୁକାରେ ପାଦ ଦେଉଥିବ ପାଦରେ ସ୍ଫୋଟକ ହେଉଥିବ ଜୀବାତ୍ମା ବହୁତ କଷ୍ଟ ଯନ୍ତ୍ରଣା ପାଏ ବୋଲି ଏ କଥା ପୁରାଣରେ ବର୍ଣ୍ଣିତ ହୋଇଅଛି ଏବଂ ଏ କଷ୍ଟ ଯନ୍ତ୍ରଣାରୁ ଉଦ୍ଧାର ପାଇବା ପାଇଁ ରକ୍ଷା ପାଇବା ପାଇଁ ଜୀବାତ୍ମା କ'ଣ କରେ ମହାପୁରୁଷ ଲେଖିଲେ କ'ଣ କଲେ ଇଏ ଯନ୍ତ୍ରଣା ଏ କଷ୍ଟରୁ ଆମେ ରକ୍ଷା ପାଇବା ଜୀବାତ୍ମା କଷ୍ଟ ଆଉ ପାଇବ ନାହିଁ ଯମଲୋକକୁ ଯିବା ବେଳେ କ'ଣ କଲେ ଅଚ୍ୟୁତାନନ୍ଦ ମହାପୁରୁଷ ଲେଖିଲେ ମୃତ୍ୟୁ ପୂର୍ବରୁ ତୋ ଦାନ ଯେହୁ ଦେଇ ଥାଏ ପୁଛ ଧରିଣ ସେହି ଆତ୍ମା ପାର ହୋଏ ଆତ୍ମା ପାର ହୋଏ ବାବୁ ଆତ୍ମା ପାର ହୁଏ ଆତ୍ମା ପାର ହୁଏ ବାବୁ ଆତ୍ମା ପାର ହୁଏ। କହିଲେ ବାବୁରେ ଏ ସମୟରେ ମୃତ୍ୟୁ ପୂର୍ବରୁ ଏ କ୍ଷେତ୍ରରେ ଯିଏ ପିଣ୍ଡ ଦାନ କରିଥିବ ମନେ ରଖନ୍ତୁ ଏ କଥା କହନ୍ତିନି ଆମେ ଗୟା ଯାଉଛେ ପିଣ୍ଡ ଦାନ ପାଇଁ ଆମେ ପ୍ରୟାଗ ଯାଉଛେ ଗୟା ଯାଉଛେ ଗଙ୍ଗା ଯାଉଛେ କିନ୍ତୁ ଜାଣିଛନ୍ତି ଆମ ଓଡ଼ିଶାରେ ରହିଛନ୍ତି ଓଡ଼ିଶାରେ ଏଭଳି ଏକ କ୍ଷେତ୍ର ରହିଛି ଇଏ ଓଡ଼ିଶାରେ ଏଭଳି ଏକ ପୁଣ୍ୟ କ୍ଷେତ୍ର ରହିଛି ଯେଉଁ କ୍ଷେତ୍ରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦାନ କଲେ କ'ଣ ହୁଏ ନା ସେ ପିତୃପୁରୁଷଙ୍କର ଜୀବାତ୍ମା ଆଉ କଷ୍ଟ ପାଏ ନାହିଁ ଆଉ ଯନ୍ତ୍ରଣା ପାଏ ନାହିଁ କେଉଁଠି ନା ଏଇ ବୈତରଣୀ ନଦୀ ତଟରେ ମହାପୁରୁଷ ଅଚ୍ୟୁତାନନ୍ଦ 64 ପଟରେ ଲେଖିଲେ ମୃତ୍ୟୁ ପୂର୍ବରୁ ତୋ ଦାନ ଯେଉ ଦେଇଥାଏ ଏଠି ସେତେବେଳେ ମହାପୁରୁଷ ହେଲେ ଗୋପୁଚ୍ଛ ଧରି ସେ ଆତ୍ମା ପାର ହୋଇଯାଏ ଗୋପୁଚ୍ଛ ଗୁରୁ ଲାଞ୍ଜ ଧରିକି ସେ ଆତ୍ମା ପାରି ହେଇଯିବ ମହାପୁରୁଷ ଲେଖିଛନ୍ତି ଏ କ୍ଷେତ୍ର ମହିମା ମହାତ୍ମ୍ୟ କଳିରେ ଗଙ୍ଗା ବିହରି ବୈତରଣୀରେ ବହୁ ଜୀବକୁ ଉଦ୍ଧାର କରିବେ ସ୍ନାନରେ ତେଣୁ ଅଚ୍ୟୁତାନନ୍ଦ କହିଲେ ରାମଚନ୍ଦ୍ରରେ ଭଗବାନ କୃଷ୍ଣ କହୁଛନ୍ତି ହେ ଅର୍ଜୁନ କଳିଯୁଗରେ ଯିଏ ବୈତରଣୀ ନଦୀରେ ସ୍ନାନ କରିବ ଜୀବନରେ ସମୟ ସମୟରେ ଯଦି ସ୍ନାନ କରୁଥିବ ତାହେଲେ ଅନେକ ପାପ ତାପରୁ ସିଏ ଉଦ୍ଧାର ପାଇଯିବ ତେଣୁ ହେ ସୁଧୀଜନେ ଏ ହେଉଛି ଅନନ୍ତ ଶୟନଙ୍କର ପାଦସ୍ଥାନ ଏ କ୍ଷେତ୍ର ମହିମା ମହାତ୍ମ୍ୟ ହେଉଛି ଏଇଆ ଆଜି ତ ସମୟ ହେଇଛି ଆସନ୍ତୁ ବାଣୀକି ବିରାମ ଦେବା ପ୍ରଭୁଙ୍କର ନାମ ନେଇ ତାପରେ ଜଣେ ଭକ୍ତର ନାଁ କହିବା କିଏ ସେ ଭକ୍ତ କ'ଣ ତାର ନାଁ କେଉଁଠି ତାର ଜନ୍ମ ହେଇଥିବ ରଘୁନାଥ ଜାତ ଜାତି ଖଣ୍ଡାୟତ ଶିଳତା ଧାର ବିବେକ ବହୁଳ ଶିଳତା ଧାର ବିବେକ ତତ୍ତ୍ୱ ପାଇଣ ବଣା ହେଉଥିବ ଶୁଣତୁ ବ୍ରଜ ବାଳକ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ରଘୁନାଥ ନାମରେ ଖଣ୍ଡାୟତ କୂଳରେ ଜଣେ ଭଗତ ମହାପୁରୁଷ କହୁଛନ୍ତି ଆଠଗଡ଼ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବେ ସୁଧୀୟାନି ଏ ଭକ୍ତର ନାଁ ଆମେ କହିଲେ ଆପଣମାନେ ଠାବ କରିବେ ଏ ଭକ୍ତକୁ
तो आज तो समय होती आसंद वाणी की विराम दबा श्री प्रभुंकर नाम नहीं बोला हरि बोला हरि बोला बोला हरि हरि 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 जय जगन्नाथ आदि कंद मदन मुरारी जय जगन्नाथ आदि कंद मदन मुरारी बोला हरि बोला हरि बोला बोला हरि हरि बोला हरि बोला हरि बोला बोला हरि हरि सुधी अने आज तो समय ही तो आसतु ये बाणी की विराम दबा पुणी आसंता अध्याय भेट होगा रोचु हरिओम शांति 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 सर्वारिष्ट सुशांति भवतु।